ଝାରସୁଗୁଡ଼ା ଏରିଆରେ ଦେଖନ୍ତୁ ପ୍ରବଳ ବର୍ଷା ତା ମଧ୍ୟରେ ଆମେ ଆସିଛି ମୁଁ ଯେଉଁ ଗଛ ଲଗେଇଛି ସେଗୁଡ଼ିକ ସୁରକ୍ଷିତ ଅଛି ନା ନାହିଁ ତାକୁ ପରୀକ୍ଷା କରିବା ତା ମୂଳରୁ ମୁଁ ସବୁ ଦେଖନ୍ତୁ ସବୁ ଅନାବନା ଘାସ ଉପାଡ଼ି ଦେଇଛି ଆଉ ତା ମୂଳେ ଯେମିତି ପାଣି ନ ଜମିବ ସେଥିପ୍ରତି ମୁଁ ଧ୍ୟାନ ଦେଇଛି। ଦେଖନ୍ତୁ ଏମିତି ଛାଡ଼ି ଛାଡ଼ି ଗଛ ଲଗାଯାଇଛି ଏମିତି ଛାଡ଼ି ଛାଡ଼ି ଆଉ ତା'ର ମୂଳରୁ ଯେଉଁ ଅନାବନା ଘାସ ଅଛି ତାକୁ ମୁଁ ଉପାଡ଼ି ଦେଇଛି ଯାହାଦ୍ୱାରା ଗଛ ମୂଳେ ପାଣି ଜମିବନି। ଇଏ ହେଉଛି ଆମର ଦେଖନ୍ତୁ ଗୋଟେ ପଣିସ ଗଛ ଲାଗିଛି ଖାଲି ଲଗେଇଲେ ହେବନି ତା'ର ସୁରକ୍ଷା ନେବା ଆମକୁ ସମୟ ବାହାର କରିବାକୁ ପଡ଼ିବ ବନ୍ଧୁ ନହେଲେ ଆମ ପରିବେଶ ସୁରକ୍ଷିତ ହେବ କେମିତି। ଆମେ ସମସ୍ତେ ନିଜ ନିଜ ସ୍ୱାର୍ଥରେ ସବୁ ଅନ୍ଧ ହୋଇଯାଇଛନ୍ତି ସବୁ ପଇସା ରୋଜଗାର କରିବା ପାଇଁ ନିଜ ପରିବାର ପାଇଁ କିନ୍ତୁ ପରିବେଶ ପ୍ରତି କାହାର ଧ୍ୟାନ ନାହିଁ। ଦେଖନ୍ତୁ ଆମକୁ ସମୟ ବାହାର କରି ଆମେ କିଛି ଟାଇମ୍ ଦେବା ଆମ ସମୟରୁ ଅଧଘଣ୍ଟାଟେ ହେଉ ଆମେ ସମୟ ଦେଲେ ଗଛ ଗୁଡ଼ିକ ବଞ୍ଚିକିରି ଆମର ଭବିଷ୍ୟତ ପାଇଁ ଉଜ୍ଜଳମୟ ଭବିଷ୍ୟତ ଗଠନ। ଦେଖନ୍ତୁ ବହୁତ ବହୁତ ଭଲ ସୁନ୍ଦର ସୁନ୍ଦର ଗଛ ହେଇଛି। ଦେଖନ୍ତୁ ସବୁ ଏରିଆର ଯେତିକି ଗଛ ଲଗେଇଛି ଭଲ ଭଲ ଗଛ ହେଇଛି ଖାଲି ଆପଣ ଟିକେ ସପୋର୍ଟ କରନ୍ତୁ। ଆପଣ ସପୋର୍ଟ କଲେ ନା ଅନେକ ଗୁଡ଼ିଏ ପରିବେଶ ସୁରକ୍ଷିତ ହୋଇପାରିବ। ଦେଖନ୍ତୁ କେତେ ସୁନ୍ଦର ଗଛ କିଛି ନୁହଁ ଖାଲି ଅନାବନା ଘାସ ବାଛି ଆମେ ପାଣି ଜମିବା ପାଇଁ ଦେବା ନାହିଁ। ଏବେ ବର୍ଷା ଦିନ ଚାଲିଛି ଯଦି ଯତ୍ନ ନେଇପାରିବା ତାହେଲେ ଏମାନେ ଆଉ ମରିବେ ନାହିଁ। ତାପରେ ଆମେ ରାସାୟନିକ ସାର ପ୍ରୟୋଗ କରି ଆକୁ ବଡ଼ କରିବା।